ଜୟ ଜଗନ୍ନାଥ। ଗୋଟିଏ ସୁନ୍ଦର ଉଦାହରଣ ଦେଉଛି। ଆପଣ ଟଙ୍କା ମାଧ୍ୟମରେ ସବୁକିଛି କିଣିପାରିବେ। ଗାଡ଼ି ଘୋଡ଼ା, ବ୍ୟାଙ୍କ ବାଲାନ୍ସ, ସୁନା ରୂପା, ଜମିବାଡ଼ି ସବୁକିଛି କିଣିପାରିବେ। କିନ୍ତୁ ଗୋଟେ ମନ କିଣିପାରିବେ ନାହିଁ। ମନ କିଣିବାକୁ ହେଲେ ଆମ ଭିତରେ କ'ଣ ଥିବା ଦରକାର? ଗୋଟିଏ ମନ କିଣିବାକୁ ହେଲେ ଆମ ଭିତରେ ଗୋଟିଏ ସୁନ୍ଦର ସରଳ ଭାବ ଦରକାର। ସେ ଭାବଟା ଆମେ ଭଗବାନ ଠାରୁ ପ୍ରାପ୍ତି ହୋଇଥାଉ। ଆଉ ସେଇ ଭାବରେ ଆମେ ଗୋଟେ ଚୋରକୁ ମଧ୍ୟ ସାଧୁ କରିପାରିବା। ସେଇ ଭାବରେ ଗୋଟିଏ ଅମଣିଷକୁ ମଧ୍ୟ ମଣିଷ କରିପାରିବା। ସେଥିପାଇଁ ସେଇ ଭାବରେ ଆମେ ଅନେକ ଜିନିଷ କିଛି ସୁନ୍ଦର ସୁନ୍ଦର ଜିନିଷ କରିପାରିବା। ସୁନ୍ଦର ସୁନ୍ଦର ସମସ୍ୟାର ସମାଧାନ ମଧ୍ୟ କରିପାରିବା। ଯେତେ କଠିନ ଯେତେ କଷ୍ଟ କଠିନ ପରିଶ୍ରମ ହେଇଥାଉ ପଛେ ତାକୁ ସମାଧାନ କରିପାରିବା। ଆଉ ସେଇ ଯଦି ଭାବ ଟିକେ ଆମ ନଥାଏ ତାହେଲେ ଆମେ କିଛି କରିପାରିବା ନାହିଁ। ବରଂ ଖାଲି ରୋଗକୁ ଡାକିବା ଆଉ ସେଇ ଟଙ୍କା ସୁନା ରୂପା ଧନକୁ ଡାକ୍ତର ପାଖରେ ଦାନ ଦେବା। ଦାନ ନୁହଁ ତ ଦାନ ବି କୁହାଯିବ ନାହିଁ। କର୍ମର ଫଳଟାକୁ ତାଙ୍କ ପାଖେ ଆପଣ ସମର୍ପିତ କରିଦେଲେ। ଏହା ନିରାଟ ସତ୍ୟ। ଏହିସବୁ ଜିନିଷକୁ ବୁଝିବାକୁ ସମସ୍ତେ ଚେଷ୍ଟା କରନ୍ତୁ। ଟଙ୍କା ସୁନା ରୂପା ଗହଣା ଗାଣ୍ଠିକି କେହି ବଡ଼ ଭାବନ୍ତୁ ନାହିଁ। ଭଗବାନ ଯେତିକି ଦେଇଛନ୍ତି ସେତିକିରେ ସନ୍ତୁଷ୍ଟ ହୁଅନ୍ତୁ। ଯାହା ଜୀବନରେ ନାହିଁ କେବେ ସେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ। ମନ ଯଦି ଅଛି ତାଠୁ ବଡ଼ ଜିନିଷ ଆଉ କିଛି ନାହିଁ। ତେଣୁ ହେଉଛି ସବୁଠାରୁ ମନ ହେଉଛି ବଡ଼। ଆଉ ସେଇ ମନକୁ ଅନୁସରଣ କରି ସବୁବେଳେ ମୋ ଜଗନ୍ନାଥଙ୍କୁ ଡାକନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିବ। କାରଣ କହିବେ ରୋଗ ତ ସମସ୍ତଙ୍କ ଦେହରେ। ହଁ, ଏଇଟା ବି ସତ। ରୋଗ ସମସ୍ତଙ୍କ ଦେହରେ ଅଛି। କିନ୍ତୁ କେଉଁ ରୋଗଟା ଆମ କର୍ମ ନେଇ ହେଉଥାଏ, କେଉଁ ରୋଗଟା ଆମର ଯେଉଁ 199 ପ୍ରକାର ରୋଗ ଆମ ଶରୀର ଭିତରେ ଅଛି ସେଇଟା ଅକସ୍ମାତ ଘଟିଥାଏ। ସେଇଟା ନ ଘଟିଲେ ଆମେ ସେ ଆପଣା ସାଥି ହୋଇଥିବା। କାରଣ ଆମ ଆଖି ଆଗରେ ଦେଖୁଛୁ ଅନ୍ୟର କଷ୍ଟ ନା, ତେଣୁ ଆମେ ଟିକେ କଷ୍ଟକୁ ଅନୁଭବ କଲେ ବହୁତ ଭଲ ହେବ। ଜଗନ୍ନାଥ ବି ବହୁତ ଖୁସି ଅନୁଭବ କରିବେ।